ସାର୍ ଆପଣଙ୍କୁ ନ୍ୟୁଜରୁମକୁ ସ୍ୱାଗତ କରୁଛି ସାର୍। ଯେଭଳି ଭାବେ ଲଗାତାର କିଛି ଦିନ ହେବ ଯଦି କହିବା ପ୍ରବଳ ଗୁଳୁଗୁଳି ଆଉ ପ୍ରବଳ ଖରା ମଧ୍ୟ ଅନୁଭୂତ ହେଉଛି, କିନ୍ତୁ ଆଜି କେମିତି ରହିବ ପାଗ ଆମେ ଯଦି ଦେଖିବା ପ୍ରତ୍ୟେକ ଦିନ ସକାଳୁ ସକାଳୁ ବହୁତ ଜୋରରେ ଖରା ହେଉଛି ଏବଂ ଅପରାହ୍ନ ବେଳକୁ ବର୍ଷା ହେଉଛି କିଛି କିଛି ସ୍ଥାନରେ। ତ କଣ କହିବେ ଆଜି କେମିତି ରହିବ ପାଗ ସାର୍? ନମସ୍କାର। ହଁ, ବର୍ତ୍ତମାନ ଆପଣ ଯେମିତି କହିଲେ ଯେ ଆମର ଗୋଟେ କାଳବୈଶାଖୀ ଟାଇପର ପରିବେଶ ରହୁଛି। ସକାଳ ବେଳା ଖରା ରହୁଛି ଆଉ ଅପରାହ୍ନ ସମୟରେ ବର୍ଷା ଥଣ୍ଡରଷ୍ଟର୍ମ ବର୍ଷା ରହୁଛି। ଉପକୂଳବର୍ତ୍ତୀ ଜିଲ୍ଲାମାନେ ତା ଦେହରେ ବେଶୀ ପ୍ରଭାବିତ ହେଉଛନ୍ତି। ତେଣୁ ଆଜି ବି ମତେ ଲାଗୁଛି ସେ ପ୍ରଭାବଟା ରହିବ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ, ଟିକେ ଅଧିକା ବି ରହିପାରେ। ଆଉ ଓଭରଅଲ୍ ଆପଣଙ୍କର ବର୍ତ୍ତମାନ ମନସୁନର ଯୋଉ ନିଷ୍କ୍ରିୟ ଅବସ୍ଥା ଅଛି ସେ ଜାରି ଅଛି। ଆଉ ତା ସହିତ ଆପଣଙ୍କ ଯୋଉ ଉତ୍ତର ପଶ୍ଚିମ ଦିଗରୁ ଯୋଉ ପଶ୍ଚିମ ଝଡ଼ର ପ୍ରବେଶ ହଉଛି, ସେ ପ୍ରବେଶରେ ବି ଟିକେ ଆପଣ ଯୋଉ ଥଣ୍ଡରଷ୍ଟର୍ମ ଆକ୍ଟିଭିଟିଜ ତ୍ୱରାନ୍ୱିତ ହବାର ଦେଖୁଛନ୍ତି, କାରଣ ସେ ଦୁଇଟା ବାୟୁର ମିଶ୍ରଣ ହଉଛି। ଆଉ ତାପରେ ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ଗୋଟେ ଘୂର୍ଣ୍ଣିବଳୟ କ୍ଷେତ୍ର ମଧ୍ୟ ଅଛି, ସେ ବି ଟିକେ ପ୍ରଭାବ ଦଉଛି। ଆଉ ଓଭରଅଲ୍ ବର୍ତ୍ତମାନ ତାପମାତ୍ରା ନିୟନ୍ତ୍ରଣରେ ଅଛି, ଯେହେତୁ ବଙ୍ଗୋପସାଗରରୁ ବାୟୁର ସଞ୍ଚାଳନ ହଉଛି ଆଉ ଉତ୍ତର ପଶ୍ଚିମ ଦିଗରୁ ସାମାନ୍ୟ ତାତି କଣ୍ଡିସନ ରହିଛି, ସେଥିପାଇଁ ଗୁଳିଗୁଳି ସମସ୍ୟାଟା ଅନୁଭୂତ ହଉଛି। କିନ୍ତୁ ବର୍ଷା ଅଧିକା ହେଲେ ଗୁଳିଗୁଳି ସମସ୍ୟାରେ ନିଶ୍ଚୟ ରିଲାକ୍ସେସନ ମିଳିବାର ଯଥେଷ୍ଟ ସମ୍ଭାବନା ଲାଗୁଛି। ଆଉ ଗୋଟେ ଜିନିଷ ରହୁଛି ଯେ ବର୍ତ୍ତମାନ ପଶ୍ଚିମ ଝଡ଼ର ଯୋଉ ସମୟ ସୀମା ଥିଲା 3 ରୁ 6 ତାରିଖ, ବର୍ତ୍ତମାନ ସେଟା ସରିଯିବ। ତାପରେ ବର୍ତ୍ତମାନ ଉତ୍ତର ପଶ୍ଚିମ ଦିଗରୁ ଟିକେ ତାତି ବାୟୁର ପ୍ରଭାବ ଆରମ୍ଭ ହବ, କାରଣ ବର୍ତ୍ତମାନ ଯୋଉ ଆମର ରାଜସ୍ଥାନ ଗୁଜୁରାଟ ଅଞ୍ଚଳରେ ଲଘୁଚାପ କ୍ଷେତ୍ରଟି ଅଛି ବାୟୁମଣ୍ଡଳ, ସେ ବର୍ତ୍ତମାନ ଧୀରେ ଧୀରେ ପଶ୍ଚିମରୁ ପୂର୍ବ ଦିଗକୁ ଗତି କରିବ। ତେଣୁ କିଛିଟା ତାପମାତ୍ରାରେ ମଧ୍ୟ ବୃଦ୍ଧି ହେବାର ସମ୍ଭାବନା ରହୁଛି। କିନ୍ତୁ ଓଭରଅଲ୍ ଲାଗୁଛି ଯେ ଉପକୂଳବର୍ତ୍ତୀ ଜିଲ୍ଲାମାନେ ଥଣ୍ଡରଷ୍ଟର୍ମ ଆକ୍ଟିଭିଟିଜ ପାଇବେ। ଆଉ ତାପରେ ଯୋଉ ଆମେ ଗୋଟେ ଘୂର୍ଣ୍ଣିବଳୟ କ୍ଷେତ୍ର ଆଶା କରୁଛୁ 10-11 ପରେ ପରେ, ତା ପ୍ରଭାବରେ ବି ମଧ୍ୟ ଓଡ଼ିଶାରେ ବର୍ଷାର ସମ୍ଭାବନା ରହୁଛି। ଏଇଟା ହିଁ ମୋଟାମୋଟି ବର୍ତ୍ତମାନ ପାଣିପାଗର ଓଭରଅଲ୍ ପରିସ୍ଥିତି ଲାଗୁଛି। ଆଜ୍ଞା ସାର୍। ସାର୍ ଯଦି କହିବା ଗତକାଲି କଥା, ଆମେ ଗତକାଲି କେଉଁଠି ନା କେଉଁଠି ପାଗ ଟିକେ କୋହଲା ରହୁଥିଲା, ଖରା ହଉଥିଲା, କିନ୍ତୁ ମଝିରେ ମଝିରେ ଏତେ ଖରାର ମାତ୍ରା ମଧ୍ୟ ଏତେ ନଥିଲା। କିନ୍ତୁ ଆଜି କେମିତି ରହିବ? ଆଜି କଥା ଆମେ ଯଦି କହିବା ଗତକାଲିର ପରଦିନ ଯେଭଳି ଥିଲା ପୁରା ଖରା, ତ ସେମିତି ଆଜି ସ୍ଥିତି ଲାଗି ରହିବ କି? ହଁ, ନାଇଁ, ବର୍ତ୍ତମାନ ଯୋଉ ଖରାର ଯୋଉ ଆପଣ ଦେଖୁଛନ୍ତି ଯୋଉ ପ୍ରକ୍ରିୟାଟା, ଆକ୍ଚୁଆଲି ଖରା ପ୍ରକ୍ରିୟାଟା ହିଁ ଆପଣଙ୍କର ଅପରାହ୍ନ ସମୟରେ ଯୋଉ ଥଣ୍ଡରଷ୍ଟର୍ମ କ୍ରିଏଟ କରିବା ପାଇଁ କି ସୁହାଇବ। ଯଦି ଖରା ନହବ ଥଣ୍ଡରଷ୍ଟର୍ମଟା ଏତେ ଷ୍ଟ୍ରଙ୍ଗ ହବନି, କାରଣ ବର୍ତ୍ତମାନ ଗୋଟେ ଛୋଟ ସର୍କୁଲେସନ ଓଡ଼ିଶା ପଶ୍ଚିମବଙ୍ଗ ପାଖାପାଖି ଅଞ୍ଚଳରେ ଅଛି। ଟିକେ ଖରା ହେଇଯିବ, ଅପରାହ୍ନ ସମୟରେ ଆପଣ ଦେଖିବେ ପୁଣି ସେ ବାଦଲ ସବୁ ସଂଗଠିତ ହବାକୁ ଲାଗିବ, ବର୍ଷା ହବାର ସମ୍ଭାବନା ବି ରହୁଛି ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ। ଓଭରଅଲ୍ ଆପଣଙ୍କର ଯୋଉ ଖରା ସମସ୍ୟାଟା ଉତ୍ତର ପଶ୍ଚିମ ଭାରତରେ ବେଶୀ ଅଛି। ଆମେ ପାଉଛୁ କିଛିଟା ଖରା, ବର୍ତ୍ତମାନ ଯେହେତୁ ଉତ୍ତର ପଶ୍ଚିମ ଦେଇକି ଏତେ ଖରା ବାୟୁ ମାନେ ତାତି ବାୟୁ ଆସୁନି, ତେଣୁ ସାମାନ୍ୟ ତାପମାତ୍ରାଟା ମାନେ ନିୟନ୍ତ୍ରଣରେ ଅଛି। ଯଦିଓ ଗୁଳୁଗୁଳି ସମସ୍ୟା ରହୁଛି, ତାପମାତ୍ରା କିନ୍ତୁ ନିୟନ୍ତ୍ରଣ ଅଛି। କିନ୍ତୁ ନେକ୍ସଟ କାଲିଠୁ ଟିକେ ତାପମାତ୍ରା ବଢିପାରେ ସାମାନ୍ୟ, କିନ୍ତୁ ପୁଣି 10 ତାରିଖ 11 ତାରିଖ ପରେ ପରେ ପୁଣି ଗୋଟେ ବଙ୍ଗୋପସାଗର ଯୋଉ ସକ୍ରିୟ ଯୋଉ ପରିବେଶ ସୃଷ୍ଟି ହବ, ଆରବ ସାଗର ସକ୍ରିୟ ପରିବେଶ ସୃଷ୍ଟି ହବ, ପୁଣି ଗୋଟେ ବର୍ଷାର ସକ୍ରିୟ ଗୋଟେ ପିରିୟଡ ପୁଣି ଆସିବ, ଯୋଉଟା ଆମର ଜୁନ 2 ପରେ ପରେ ନିଷ୍କ୍ରିୟ ହେଇଯାଇଥିଲା। ବର୍ତ୍ତମାନ ପୁଣି ସେଇ ଜୁନ 7-8 ପରେ ପରେ ସେ ପ୍ରକ୍ରିୟା ଆରମ୍ଭ ହବ। ମତେ ଲାଗୁଛି 10 ବେଳକୁ ପୁରା ସକ୍ରିୟ ବଙ୍ଗୋପସାଗର ଆରବ ସାଗର ପରିସ୍ଥିତି ଆସିବ। ଆଜ୍ଞା ସାର୍। ସାର୍ କିଛି କ୍ୱେଶ୍ଚିନ୍ ରହିଛି ସାର୍। ଯେମିତିକି ଉପକୂଳ ଓଡ଼ିଶାରେ ବର୍ତ୍ତମାନ ସମୟରେ ଯେଭଳି ଭାବେ ଗୁଳୁଗୁଳି ହେଉଛି, ଏଭଳି ସ୍ଥିତି ଆଉ କେତେ ଦିନ ଲାଗି ରହିବ ବୋଲି କ୍ୱେଶ୍ଚିନ୍ ଅଛି, କଣ କହିବେ ସାର୍? ହଁ, ଉପକୂଳ ଅଞ୍ଚଳରେ ତ ଗୁଳୁଗୁଳି ରହେ, କାରଣ ଆପଣଙ୍କର ସବୁବେଳେ ବର୍ଷା ହବନି। କିନ୍ତୁ ଗୋଟେ ଭଲ ସୂଚନା ରହୁଛି ଯେ ପ୍ରତିଦିନ ଅପରାହ୍ନରେ ଉପକୂଳବର୍ତ୍ତୀ ଜିଲ୍ଲାମାନେ କିଛି ନା କିଛି ଥଣ୍ଡରଷ୍ଟର୍ମ ଆକ୍ଟିଭିଟିଜ, ବର୍ଷା ଆକ୍ଟିଭିଟିଜ ପାଉଛନ୍ତି। ତେଣୁ ଆଜି ବି ମତେ ଲାଗୁଛି ଟିକେ ତ୍ୱରାନ୍ୱିତ ହେଇପାରେ, କାରଣ ଯେହେତୁ ଗୋଟେ ଘୂର୍ଣ୍ଣିବଳୟ କ୍ଷେତ୍ର ପାର୍ଶ୍ୱବର୍ତ୍ତୀ ଓଡ଼ିଶା ମାନେ
ଆଉ ପଶ୍ଚିମବଙ୍ଗ ବାୟୁମଣ୍ଡଳରେ ଅଛି। ଆଉ ପଶ୍ଚିମ ଝଡ଼ର ଯୋଉ ନିମ୍ନଚାପ ରେଖା ଧୀରେ ଧୀରେ ପଶ୍ଚିମକୁ ପୂର୍ବକୁ ହଉଛି, ତେଣୁ ପ୍ରଭାବରେ ଟିକେ ଆଜ୍ଞା ଯୋଉ ବିଜୁଳି ଘଡଘଡି ସମସ୍ୟା ଟିକେ ଅଧିକା ତ୍ୱରାନ୍ୱିତ ହେଇପାରେ। ଗୁଳୁଗୁଳି ସମସ୍ୟା ଟା ସମ୍ପୂର୍ଣ୍ଣ ତ ଯିବନି, କିନ୍ତୁ ବହୁତ ମାତ୍ରାରେ ମତେ ଲାଗୁଛି ରିଲାକ୍ସେସନ ମିଳିବ। କିନ୍ତୁ ଆଜ୍ଞା ଓଭରଅଲ୍ ଗୁଳୁଗୁଳି ସମସ୍ୟା ଯାଉ ଯାଉ ମତେ ଲାଗୁଛି ଯେତେବେଳେ ସକ୍ରିୟ ବଙ୍ଗୋପସାଗର ହେଇ ଲଘୁଚାପ କି ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହବ, ଯୋଉଟା 10-11 ପରେ ପରେ ଲାଗୁଛି, ସେତେବେଳେ ଆଉ ଟିକେ ବେଶୀ ରିଲାକ୍ସେସନ ମିଳିବ। ଆଚ୍ଛା ସାର୍, ଯେମିତି କି କୁହାଯାଉଥିଲା ମୌସୁମୀ ବାୟୁ ଓଡିଶା ଛୁଇଁଥିଲା, କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ କୁହାହେଲା ଯେ ମୌସୁମୀ ବାୟୁ ନିଷ୍କ୍ରିୟ ହୋଇଗଲା। ତେବେ ମୌସୁମୀ ବାୟୁ ଓଡିଶାକୁ କେବେ ପୁରା ଛୁଇଁବ? ହଁ, ଯୋଉ ମନସୁନ ଆପଣ ଯୋଉ ମୌସୁମୀ ଯୋଉ ପ୍ରଭାବଟା ଯୋଉ ଟ୍ରେନ୍ ଆପଣ ଯଦି ସରଳ ଭାଷାରେ ବୁଝିବାକୁ ଚାହିଁବେ, ଯୋଉଟା ମେ 22 ପରେ ପରେ 24ରେ କେରଳରୁ ଆରମ୍ଭ ହେଇକି ଆମର ଜୁନ 4-5 ପରେ ପରେ ଆଉ ବେଶୀ ମାନେ ଆଗକୁ ବଢି ପାରୁନି, କାରଣ କୌଣସି କାରକ ନାହାନ୍ତି ତାକୁ ଆଉ ଉତ୍ତର ଅକ୍ଷାଂଶକୁ ଯିବା ନେବା ପାଇଁ। କିନ୍ତୁ ବର୍ତ୍ତମାନ ଲାଗୁଛି ଏଇ ଯୋଉ କାଳବୈଶାଖୀ ବର୍ଷା କିଛିଟା ତାକୁ ହେଲ୍ପ କରିବ। ତାପରେ ଯୋଉ ପଛକୁ ଆସୁଛି ଯୋଉ ସିଷ୍ଟମଟା ଆମର ଘୂର୍ଣ୍ଣିବଳୟ କି ଲଘୁଚାପ କ୍ଷେତ୍ର, ମତେ ଲାଗୁଛି ଜୁନ ମଧ୍ୟ ଭାଗ ପରେ ପରେ ମତେ ଲାଗୁଛି ଓଡିଶା ଆଉ ପାର୍ଶ୍ୱବର୍ତ୍ତୀ ରାଜ୍ୟମାନଙ୍କୁ ମଧ୍ୟ ଛୁଇଁ ଯିବାର ଯଥେଷ୍ଟ ସମ୍ଭାବନା ରହୁଛି। କାରଣ ସିଷ୍ଟମଟା 15-16 ଆଡେ ମତେ ଲାଗୁଛି ଓଡିଶା ଉପକୂଳବର୍ତ୍ତୀ ପାଖାପାଖି ଅଞ୍ଚଳରେ ଟିକେ ସଂଗଠିତ ହେଇପାରେ। ତା ପ୍ରଭାବରେ ଯୋଉ ମନସୁନର ଯୋଉ ମନ୍ଥର ହେଇଯାଇଥିଲା ପୁଣି ଲାଗୁଛି ବଢିବ। ଆଉ ମଧ୍ୟ ଜୁନ ମତେ ଲାଗୁଛି ଓଡିଶା କଭର କରିଯିବାର ଯଥେଷ୍ଟ ସମ୍ଭାବନା ରହୁଛି। ଆଜ୍ଞା ସାର୍, ଯେହେତୁ କୁହାଯାଉଛି, ଆପଣ ଯେମିତି କହୁଥିଲେ କି 11-12 ବେଳକୁ ପାଗରେ ପରିବର୍ତ୍ତନ ଆସିବ, ତାପମାତ୍ରା ମଧ୍ୟ ହ୍ରାସ ପାଇବ, କିନ୍ତୁ ଏହି ସମୟରେ ରଜ ବି ପଡୁଛି, ତ ରଜରେ ବର୍ଷା ହେବ କି? ହଁ, ସେ ଯୋଉ ଆପଣ କହିଲେ ରଜ ସଂକ୍ରାନ୍ତି ଆମର 15 ତାରିଖ ଆଡି କହୁଛି, ହଁ ସେଇ ସମୟରେ ହିଁ ରହୁଛି ଆମର ଯୋଉ ସିଷ୍ଟମର ବର୍ତ୍ତମାନ ଯୋଉ ଗତିବିଧି ଲାଗୁଛି। କଥା ଆମେ ବହୁତ ଦୂରରେ ଅଛୁ, ଅଲମୋଷ୍ଟ 10 ଦିନ ପୂର୍ବରୁ କଥା ହଉଛୁ, କିନ୍ତୁ ମୋଟାମୋଟି ଲାଗୁଛି ସେଇ 15-16 ଆଡେ ସିଷ୍ଟମଟା ଉତ୍ତର ବଙ୍ଗୋପସାଗର ପାଖାପାଖି ଅଞ୍ଚଳରେ ଆସିଯିବ। ତା ପ୍ରଭାବରେ ଓଡିଶାରେ ବର୍ଷା ରହିବାର ଯଥେଷ୍ଟ ସମ୍ଭାବନା ରହୁଛି। ତେଣୁ ମତେ ଲାଗୁଛି 12 ପରେ ପରେ ଯୋଉ ସମୟ ସୀମା ରହୁଛି 16, ସେଇ ସମୟ ସୀମାରେ ରଜ ସଂକ୍ରାନ୍ତି ବି ରହୁଛି, ତେଣୁ ବର୍ଷା ରହିବାର ସମ୍ଭାବନା ରହୁଛି। ଆଜ୍ଞା ସାର୍, ସାର୍, ଯେମିତି କି ପ୍ରଶାନ୍ତ ମହାସାଗରରୁ ଘୂର୍ଣ୍ଣିବଳୟ ଆସୁଛି, ଏମିତି ବି କୁହାଯାଏ ଯେ ଅଧିକା ଘନୀଭୂତ ହେବ, କାରଣ ପ୍ରଶାନ୍ତ ମହାସାଗରରୁ ଯେତେବେଳେ ବି ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୁଏ, ତାହା ଅଧିକା ଘନୀଭୂତ ହୋଇଥାଏ କି? ହଁ, ସେଟା କିନ୍ତୁ ସମ୍ପୂର୍ଣ୍ଣ ରୂପେ ସବୁ ଘୂର୍ଣ୍ଣିବଳୟ ପାଇଁ ପ୍ରଯୁଜ୍ୟ ନୁହେଁ। ଗୋଟେ ଗୋଟେ ଘୂର୍ଣ୍ଣିବଳୟର ଯୋଉ ଆମେ କହୁ ଅବଶିଷ୍ଟ ଅଂଶ, ଟାଇଫୁନର ଲ୍ୟାଣ୍ଡଫଲ ପରେ ଯୋଉ ଅବଶିଷ୍ଟ ଅଂଶ ରହିଯାଏ, ବେଳେ ଶକ୍ତିଶାଳୀ ଅବଶିଷ୍ଟ ଅଂଶ ରହିଯାଏ। ତାପରେ ଦ୍ୱିତୀୟ କଥା ହେଲା ବଙ୍ଗୋପସାଗର ସେ ଅବଶିଷ୍ଟ ଅଂଶକୁ ଆହୁରି ଘନୀଭୂତ କରିବା ପାଇଁ କି ଯୋଉ କାରକ ମାନଙ୍କର ଦରକାର, ସେଇ କାରକ ମାନେ ସେତେବେଳେ ମଜୁଦ ହେଇଥାନ୍ତି। ତେଣୁ ବହୁତ ସମୟରେ ଆମ୍ପ୍ଲିଫାଇ କରିଦିଅନ୍ତି, ଯୋଉଟା 2022ରେ ହେଇଥିଲା। ତା ମାନେ ନୁହେଁ ଯେ ପ୍ରଶାନ୍ତ ମହାସାଗରରୁ ସବୁ ଘୂର୍ଣ୍ଣିବଳୟ ଆମ୍ପ୍ଲିଫାଇ ହେଇଯିବେ କି ଗଭୀର ଅବପାତ ହେଇଯିବ, ସେମିତି ଲାଗୁନି। ଇଏ ଗୋଟେ ବି ଦୁର୍ବଳ ଘୂର୍ଣ୍ଣିବଳୟ, କିନ୍ତୁ ଇଏ କିଛିଟା ମନସୁନ ବାୟୁ ବର୍ତ୍ତମାନ ଯୋଉ ସମ୍ପୂର୍ଣ୍ଣ ନିଷ୍କ୍ରିୟ ହେଇଯାଇଛି, ତାକୁ କିଛିଟା ସକ୍ରିୟ କରିବ। ଧୀରେ ଧୀରେ ଆ ଉପରେ କ୍ଲାରିଟି ଆସିବ। ଆମେ କଥା ହଉଛୁ, ଆମେ 6ରେ ଅଛୁ, ଆମେ କଥା ହଉଛୁ ଯେ 14-16 କି 17 ଭିତରେ କଣ ହବ। ତେଣୁ ବହୁତ ସମୟ ଅଛି। ବର୍ତ୍ତମାନ ଆଜ୍ଞା ମୋଟାମୋଟି ଲାଗୁଛି ଗୋଟେ ଘୂର୍ଣ୍ଣିବଳୟ କ୍ଷେତ୍ର କି ଲଘୁଚାପ କ୍ଷେତ୍ର ଗୋଟେ ଡିସେଣ୍ଟ ପ୍ରୋଜେକ୍ସନ ଲାଗୁଛି। ଆଜ୍ଞା, ସାର୍, ଯେମିତି କି ଆଜି ଆପଣ କହୁଥିଲେ, ଯେମିତି କି ପ୍ରତ୍ୟେକ ଦିନ ଯେଭଳି ଭାବେ କାଳବୈଶାଖୀ ବର୍ଷା ହେଉଛି ଅପରାହ୍ନ ବେଳକୁ, 2ଟା ପରେ ପରେ ଆମେ ଯଦି କହିବା ହେଇଯାଉଛି, ତ ଆଜି ଯଦି ବି ହୁଏ, ତ ଯେମିତି କି ବିଜୁଳି ଘଡଘଡି ବଜ୍ରପାତ ଅନ୍ୟ ଦିନ ମାନଙ୍କ ପରି ଆଜି ସେଭଳି କିଛି ସ୍ଥାନେ ସ୍ଥାନେ ରହିଛି କି, ଆକଳନ କରାଯାଉଛି କି? ହଁ ହଁ, କାଳବୈଶାଖୀ ଯୋଉ ପ୍ରଭାବଟା ଆମର ଉତ୍ତର ଜିଲ୍ଲା ମାନେ ବି ଟିକେ ପାଉଛନ୍ତି। ଆମର ଯୋଉ ଉତ୍ତର ଜିଲ୍ଲା ପାର୍ଶ୍ୱବର୍ତ୍ତୀ ଝାଡଖଣ୍ଡ ଆଉ ପଶ୍ଚିମବଙ୍ଗ, ଛତିଶଗଡ ଅଛନ୍ତି, ସେମାନେ ବି କାଳବୈଶାଖୀ ବର୍ଷା ପାଉଛନ୍ତି। କାରଣ ସେଣ୍ଟର ଅଫ୍ ଯୋଉ ଆମର ବାୟୁମଣ୍ଡଳ ଯୋଉ ସର୍କୁଲେସନ ପ୍ୟାଟର୍ନଟା ସେଇ ପାଖାପାଖି ଅଞ୍ଚଳରେ ଅଛି। ଆପଣ ଉପକୂଳବର୍ତ୍ତୀ ଅଞ୍ଚଳକୁ ଯଦି ବିଶ୍ଳେଷଣ କରିବେ, ଉପକୂଳବର୍ତ୍ତୀ ଅଞ୍ଚଳରେ ଗୋଟେ
प्रक्रिया आरंभ होउची अपराह्न पर तार दी तीन टा कारक माने अछंती। प्रथम कारक हला जे उत्तर पश्चिम दिगरु किछिटा ठंडा वायु पश्चिमा झड़ प्रभाव रे हमर पश्चिम को पूर्व को आसुची, सेटा हला एक नंबर। द्वितीय जिनस हला जे बंगोपसागर रु हमर जो लैंड ब्रिज और सी ब्रिज हमें कहू से तार प्रभाव मध्य चलीची, जोटा दिन राति अनुसार चेंजेस होता है। थर्ड जिनस रहुची जेहेतु खराटा रहुची तेणु भूपृष्ठ हमर तापमात्रा बढ़ी जाउची, जोटा कि वायुमंडल अस्थिरता माने सृष्टि करिया पई बहुत सुहाउची, अनुकूल होउची। एही प्रभाव रे आपनको देखिए उपकूल जो जोन रे बेसी थंडरस्टॉर्म एक्टिविटीज होउची, ता सहित उत्तर पश्चिम रे भी होउची, किंतु आज भी लगुची सेही भलिया परिस्थिति अपराह्न समय रे आसीबार यथेष्ट संभावना रहुची। उपकूलवर्ती जिला माने आपण पूरा गंजाम रु नहीं कि बालेश्वर पर्यंत जाती, किंतु मोटामोटी जो गंजाम रु आमर रहुची केन्द्रापड़ा रिजन टा मत बेसी वनरेबल लगुच और पार्श्ववर्ती जिला, तेणु वर्षार संभावना रहुची आज भी। आज्ञा सर, बहुत बहुत धन्यवाद सर आपन आलोचना।